ପିଲାମାନେ ଆଜି ଆମେ ପଢ଼ିବା ଆମ ପଞ୍ଚମ ଶ୍ରେଣୀ ସାହିତ୍ୟ ବହିର ଗୋଟେ ଭଲ ପଦ୍ୟଟିଏ ପଢ଼ିବା। ସେଟା ହେଲା କ'ଣ? ଦଳପତି ପଦ ତୁମକୁ ସାଜେ। ତାର ସେ ଯେଉଁ ପଦ୍ୟଟି ଯେଉଁ ରହିଲା ଭଲ କବିତାଟି, ତାର ବିଷୟ ନାଁଟା କ'ଣ? ଦଳପତି ପଦ ତୁମକୁ ସାଜେ। ତାକୁ ଲେଖିଛନ୍ତି କିଏ? ଡକ୍ଟର ନଟବର ସାହୁ। ହେଲା, ତାହେଲେ ବାର ବାର ହୋଇ ଶୁଭୁଛି ଡାକ ହିରଣ୍ୟକ ହିରଣ୍ୟକ, ମୂଷିକ ରାଜ ହେ ବନ୍ଧୁ ମୋର, ବେଗେ ଆସି ଆମ ଜୀବନ ରଖ। ତାହେଲେ ଏଠି କ'ଣ ହେଇଛି? ବାର ବାର ହୋଇ ଶୁଭୁଛି ଡାକ, ମାନେ କେହି ଆମକୁ କ'ଣ ଡାକେ, ଯେମିତି ବାର ବାର ଡାକେ, ହଁ ନା ନାହିଁ? ବା ଠକ୍ ଠକ୍ କରି ହେଉ କି ବାହାରୁ ଦୂରରୁ ହେଉ ଡାକନ୍ତି, ସେଇଭଳିଆ ଗୋଟେ ଡାକ ଶୁଭାଯାଉଛି। କ'ଣ ଡାକ ଶୁଭୁଛି? ହିରଣ୍ୟକ ହିରଣ୍ୟକ ବୋଲି, ମାନେ ହିରଣ୍ୟକ ଜଣକର ନାଁ। ତ ସେଇ ହିରଣ୍ୟକ ହିରଣ୍ୟକ କହିକିରି ବାର ବାର ଶୁଭୁଛି, ମାନେ ବାରମ୍ବାର ଡାକ ଶୁଭୁଛି। ତାପରେ କ'ଣ? ମୂଷିକ ରାଜ ହେ ବନ୍ଧୁ ମୋର। ତାହେଲେ ହିରଣ୍ୟକ କିଏ? ମୂଷିକ ରାଜ। ମୂଷିକ ମାନେ ହେଲା ମୂଷା, ରାଜା ମାନେ ହେଲା କ'ଣ? ରାଜା, ମୂଷାମାନଙ୍କର ରାଜା। ତାହେଲେ ସେଇ ହିରଣ୍ୟକ କାହାର ନାଁ? ହିରଣ୍ୟକ ହେଲା ମୂଷାମାନଙ୍କର ରାଜାର ନାଁ। ତାହେଲେ ମୂଷାମାନଙ୍କ ରାଜାକୁ ତା ନାଁ ହେଉଛି ହିରଣ୍ୟକ। ତାକୁ କିଏ ଡାକୁଛି ବାର ବାର? ହେ ବନ୍ଧୁ ମୋର। ବନ୍ଧୁ ମୋର ମାନେ କ'ଣ? ବନ୍ଧୁ ମାନେ ସାଙ୍ଗ, ମାନେ ହିରଣ୍ୟକ ବା ମୂଷିକ ରାଜ କାହାର ଜଣେ ସାଙ୍ଗ, ସେ ଡାକୁଛନ୍ତି। ବେଗେ ଆସି ଆମ ଜୀବନ ରଖ। ବେଗେ ଆସି ମାନେ ଜଲ୍ଦି ଆସିକିରି, ବେଗେ ମାନେ ଜଲ୍ଦି, ଆସି ଆମ ଜୀବନ ରଖ। ଜୀବନ ମାନେ ତାଙ୍କ ଜୀବନଟାକୁ ରକ୍ଷା କର ବୋଲି ସେ ଡାକିଛନ୍ତି। ନେକ୍ସଟ ପଢ଼ିବା। ଶୁଣି ଏଇ ଡାକ ମୂଷିକ ରାଜ, ବାହାରକୁ ଆସି ହୋଇଲେ ଉଭା, ଦଳବଳ ସହ କପତ ରାଜ, ଦଶା ଦେଖି ସେ ତ ହୋଇଲେ କାବା। ତାପରେ କ'ଣ ହେଇଛି? ଏଇ ଯେଉଁ ଡାକ ଶୁଣିକି, ମୂଷିକ ରାଜର ଡାକ ଶୁଣିକି ବାହାରକୁ ଆସି ହୋଇଲେ ଉଭା। ଉଭା ହେଲେ ମାନେ ଆସିଗଲେ, ହେଲା। ବାହାରକୁ ଆସିଗଲେ କିଏ? ନା ମୂଷିକ ରାଜ। ଦଳବଳ ସହ କପତ ରାଜ। ତାହେଲେ ବାହାରକୁ ଆସି ଦେଖିଲେ କ'ଣ? ଦଳବଳ ମାନେ ତାଙ୍କର ପୁରା ଗ୍ରୁପ ବା ଦଳ, ସବୁ ଦଳ ସହିତ ସେ ଆସିଛନ୍ତି। କିଏ? ନା କପତ ରାଜା। କପତ ମାନେ ଚଢ଼େଇ, ଜାଣିଥିବ କପତ ଚଢ଼େଇ, ସେ ଚଢ଼େଇମାନଙ୍କର ରାଜା। ଦଶା, ଦଶା ଦେଖି ସେ ତ ହୋଇଲେ କାବା। ଦଶା ଦେଖି ମାନେ କ'ଣ? ତାଙ୍କର ବର୍ତ୍ତମାନ ତାଙ୍କର ଯେଉଁ ଅବସ୍ଥା, ଦଶା ମାନେ ହେଲା ଅବସ୍ଥା, ତାଙ୍କ ଅବସ୍ଥା ଦେଖି ସେ କାବା ହେଇଗଲେ। କିଏ ହେଇଗଲେ କାବା? ହିରଣ୍ୟକ, ମୂଷିକ ରାଜ ଯିଏ, ସେ କାବା ହେଇଗଲେ। ବାହାରକୁ ଆସି ଦେଖିଲେ ଯେତେବେଳେ କପତ ରାଜଙ୍କର ଦଶା, ସିଏ କାବା ହେଇଗଲେ, ହେଲା। କପତ ରାଜନ କହିଲେ ସଖା, ଯାଇଥିଲୁ ବନ ପଥରେ ଉଡ଼ି, ପଡ଼ିଗଲୁ ଆମେ ବାଣୁଆ ଜାଲେ, ଖୁଦ କଣିକାର ଲୋଭରେ ପଡ଼ି। ତ କ'ଣ ହେଇଛି? କପତ ରାଜ କହୁଛନ୍ତି କ'ଣ? କପତ ରାଜନ କହିଲେ, କପତ ରାଜନ ମାନେ କପତ ମାନଙ୍କର ରାଜା, କହିଲେ କ'ଣ? ସଖା। ସଖା ମାନେ ହେଲା କ'ଣ? ନା ସାଙ୍ଗ। କହିଲେ ସାଙ୍ଗ, ଯାଇଥିଲୁ ବନ ପଥରେ ଉଡ଼ି। ଆମେ ଯାଇଥିଲୁ କୁଆଡ଼େ? ସେ କହୁଛନ୍ତି ଆମେ ଯାଇଥିଲୁ ବନ ପଥରେ ଉଡ଼ି। ବନ ମାନେ ହେଲା ବଣ ବା ଜଙ୍ଗଲ, ହେଲା। ପଥରେ ଉଡ଼ି, ପଥରେ ଉଡ଼ି ମାନେ ରାସ୍ତାରେ ଉଡ଼ିକିରି ଆମେ ଯାଇଥିଲୁ। ଚଢ଼େଇ ମାନେ କ'ଣ? ଉଡ଼ିକି ଯାଆନ୍ତି। ଜୀବଜନ୍ତୁ ସିନା ଚାଲି ଚାଲି ଯାଆନ୍ତି। ତ ଏମାନେ କପତ ରାଜ ହେଲେ ସେ ଚଢ଼େଇ, ସିଏ ଉଡ଼ିକିରି ବଣ ରାସ୍ତାରେ ଯାଇଥିଲେ। ପଡ଼ିଗଲୁ ଆମେ ବାଣୁଆ ଜାଲରେ। ବାଣୁଆ ମାନେ କ'ଣ? ନା ଶିକାରୀ। ବଣରେ ଯିଏ ଶିକାର କରେ ତାକୁ ବାଣୁଆ କୁହାଯାଏ, ହେଲା। ତ ସିଏ କ'ଣ ହେଇଛି? ଉଡ଼ିକି ଗଲା ସମୟରେ ସେ ପଡ଼ିଗଲେ ବାଣୁଆର ଜାଲରେ। ଜାଲେ ମାନେ ଜାଲରେ, ବୁଝିଗଲା? ଶିକାରୀର ଜାଲୁଆରେ ସେ ପଡ଼ିଗଲେ। ଖୁଦ କଣିକାର ଲୋଭରେ ପଡ଼ି। ତାହେଲେ ଖୁଦ କଣିକା ସେ ରାସ୍ତାରେ ଉଡ଼ିକି ଗଲା ବେଳକୁ ଦେଖିଲେ, କାରଣ ସେ ଶିକାରୀ କ'ଣ ଖୁଦ କଣିକା ପକାଇ ଦେଇଥିଲା। ଖୁଦ କଣିକା ମାନେ ଖୁଦ, ଯେଉଁ ଆମେ ଖୁଦ ମାନେ ତ ଜାଣିଥିବ, ଏଇ ଯେଉଁ ଚାଉଳ ଗୁଡ଼ା ଭାଙ୍ଗିଗଲେ ଛୋଟ ଛୋଟ ହେଇକିରି ହେଇଯାଏ ଚାଉଳ, ଛୋଟ ଛୋଟ, ତାକୁ ଖୁଦ କଣିକା କୁହାଯାଏ। ସେଇ ଖୁଦ କଣିକାର ଲୋଭରେ ପଡ଼ିକିରି ତାକୁ ଖାଇବେ ବୋଲି ଚଢ଼େଇ ମାନେ ସବୁ ଉଡ଼ି ବୁଲନ୍ତି। ତାକୁ ଜଙ୍ଗଲରେ ଦେଖିକିରି ଯେତେବେଳେ ଖାଇବା ପାଇଁ ବସିଲେ, ସେ ଜାଲରେ ପଡ଼ିଗଲେ। ସେଇ କଥା ସେ କହୁଛନ୍ତି, ସେ ଖୁଦ କଣିକାରେ ଲୋଭରେ ପଡ଼ିକି ସେ ଜାଲରେ ପଡ଼ିଗଲେ ବୋଲି କପତ ରାଜା କହୁଛନ୍ତି। କାହାକୁ? ହିରଣ୍ୟକ ରାଜା ବା ମୂଷିକ ରାଜାକୁ। ତାପରେ ଆକୁ ପଢ଼ିବା। ନଥିଲା ଉପାୟ ଆମର ଆଉ, ପରାଣ ବିକଳେ ସରବେ ମିଳି, ଜାଲ ସହିତରେ ଆସିଛୁ ଉଡ଼ି, ମରଣର ଭୟ ଦେବାକୁ ଟାଳି। ତାହେଲେ ତାପରେ କ'ଣ ହେଇଛି? ନଥିଲା ଉପାୟ ଆମର ଆଉ, ତାଙ୍କ ପାଖରେ ଆଉ ଉପାୟ କିଛି ନଥିଲା ବା ପ୍ଲାନ୍ ତାଙ୍କ ପାଖରେ ଆଉ କିଛି ନଥିଲା। ପରାଣ ବିକଳେ ସରବେ ମିଳି। ପରାଣ ମାନେ ପ୍ରାଣ, ତାଙ୍କ ଜୀବନ, ହେଲା। ତାଙ୍କ ଜୀବନ ବିକଳରେ ଯେତେବେଳେ ସେ ଦେଖିଲେ ଯେ ଏବେ ଜାଲରେ ପଡ଼ିଯାଇଛୁ, ଶିକାରୀ ତାଙ୍କୁ ମାରିଦେବ ବର୍ତ୍ତମାନ, ସେଥିପାଇଁ ଜୀବନ ବିକଳରେ ସରବେ ମିଳି ମାନେ ସମସ୍ତେ ମିଶିକିରି, ଜାଲ ସହିତରେ ଆସିଛୁ ଉଡ଼ି। ଜାଲ ସହିତରେ, ଜାଲଟା ଯେଉଁ ଜାଲରେ ସେମାନେ ଯେଉଁ ଛନ୍ଦି ହେଇକିରି ପଡ଼ିଯାଇଛନ୍ତି, ସମସ୍ତେ ମିଶିକି ଜାଲ ସହିତ ଉଡ଼ିକି ପଳେଇ ଆସୁଛନ୍ତି, ତାକୁ ଜାଲକୁ ଟେକିକିରି, ହେଲା।
ମରଣର ଭୟ ଦେବାକୁ ଟାଳି। ତାର କାରଣ ମରଣର ଭୟ ମାନେ ମରିଯିବେ ବୋଲି ସେ ଯେଉଁ ଭୟ ତାକୁ ଟାଳି ଦେବା ପାଇଁ ବା ତାକୁ ହଟେଇ ଦେବା ପାଇଁ ହେଲା, ଟାଳି ଦେବା ପାଇଁ କେମିତି ବଞ୍ଚିବା ପାଇଁ ଚିନ୍ତା କରିକିରି ସେ ଉଡ଼ିକିରି ପଳେଇ ଆସିଛନ୍ତି ଟେକିକିରି ଜାଲକୁ ନେଇକି। ମୋର ଅନୁଗତ କପୋତ ଦଳେ ତୁମେ ଇ ପାରିବ ମୁକ୍ତ କରି, ମୂଷିକରାଜ ମୋ ବାଲ୍ୟ ସଖା ଆମଠି କରୁଣା ବର୍ଷା କରି। ତାପରେ କ'ଣ କହୁଛନ୍ତି କପୋତରାଜ, ମୋର ଅନୁଗତ କପୋତ ଦଳେ, ମୋର ଅନୁଗତ ମାନେ ମୋର ଚେଲା, ଅନୁଗତ ମାନେ କ'ଣ ଚେଲା ହେଲା, ବା ସିଏ ହେଉଛନ୍ତି ରାଜା ବା ତାହେଲେ ତାଙ୍କର ଯେଉଁ ଚେଲା ମାନେ ହେଲା ତାଙ୍କୁ ଅନୁଗତ କୁହାହେଉଛି। ତ କପୋତରାଜ କହୁଛନ୍ତି ମୋର ଅନୁଗତ କପୋତ ଦଳେ ମାନେ କପୋତ ଯେଉଁ ଦଳ ଆମର ସବୁ ଅଛନ୍ତି, ତୁମେ ହିଁ ପାରିବ ମୁକ୍ତ କରି, ତୁମେ ହିଁ ତାକୁ ମୁକ୍ତ କରିପାରିବ ଏମାନଙ୍କୁ। ମୂଷିକରାଜାକୁ ସିଏ କପୋତରାଜ କହୁଛନ୍ତି। ମୂଷିକରାଜ ମୋ ବାଲ୍ୟ ସଖା, ମୂଷିକରାଜ ହେଉଛନ୍ତି କିଏ ନା କପୋତରାଜର ହେଉଛନ୍ତି ବାଲ୍ୟ ସଖା କିଏ, ମୂଷିକରାଜ ହିରଣ୍ୟକ। ବାଲ୍ୟ ସଖା ମାନେ ଛୋଟବେଳର ସାଙ୍ଗ। ଆମଠି କରୁଣା ବର୍ଷା କରି, ଆମଠି କରୁଣା ବର୍ଷା କରି, ଆମଠି ଦୟା କରି। କରୁଣା ବର୍ଷା ମାନେ କ'ଣ, ଦୟା ଯେଉଁ କୁହନ୍ତିନି, ଦୟା କରିକିରି ଆମକୁ ଦୟା କରିକିରି ବାଲ୍ୟ ସଖା ମୋର ଏମାନଙ୍କୁ ମୁକ୍ତ ତମେ କରିପାରିବ। ଏହା ଶୁଣି ସାରି ହିରଣ୍ୟକ ବନ୍ଧୁ ନିକଟକୁ ଗଲେ ସେ ଧାଇଁ, ଜାଲ କାଟି ନିଜେ ମିତଙ୍କୁ ଆଗ ବନ୍ଧନୁ ମୁକ୍ତି କରିବା ପାଇଁ। ଏଇ କଥା ଯେତେବେଳେ ଶୁଣିଲେ କପୋତରାଜଙ୍କଠୁ କିଏ, ମୂଷିକରାଜ, ସିଏ ଏହା ଶୁଣି ହିରଣ୍ୟକ, ହିରଣ୍ୟକ ହେଲେ ମୂଷିକରାଜ, ବନ୍ଧୁ ନିକଟକୁ ଗଲେ ସେ ଧାଇଁ। ତାଙ୍କ ବନ୍ଧୁ କିଏ, ଆମର କପୋତରାଜ, କପୋତରାଜ ପାଖକୁ ଧାଇଁକିରି ଗଲେ, ଧାଇଁକି ମାନେ ଦୌଡ଼ିକିରି ଗଲେ। ଜାଲ କାଟି ନିଜେ ମିତଙ୍କୁ ଆଗ, ମିତ ମାନେ ସାଙ୍ଗକୁ, ଜାଲ କାଟିକି ସାଙ୍ଗକୁ ଆଗ ବନ୍ଧନୁ ମୁକ୍ତି କରିବା ପାଇଁ। ବନ୍ଧନୁ ମାନେ ଯେଉଁ ବାନ୍ଧି ହେଇଛନ୍ତି ଜାଲରେ, ଜାଲରୁ ମୁକ୍ତ କରିବା ପାଇଁ ବା ତାଙ୍କୁ ମୁକୁଳେଇବା ପାଇଁ ଆଗ ସାଙ୍ଗକୁ ପାଖକୁ ଗଲେ ହେଲା। ତାପରେ ପଢ଼ିବା, ଏହା ଦେଖି ତହୁଁ କପୋତରାଜ ମିତଙ୍କୁ କହିଲେ ବିନୀତ ହୋଇ, ପରଜାଙ୍କୁ ଆଗ ମୁକ୍ତ କର ମୋ ଫାଶ କାଟିବ ଶେଷରେ ଭାଇ। ସେ କହୁଛନ୍ତି କ'ଣ, କପୋତରାଜ ଦେଖିଲେ ଯେ ଯେତେବେଳେ ମୂଷିକରାଜ ତାଙ୍କ ପାଖକୁ ତାଙ୍କୁ ଆଗ ମୁକ୍ତ କରିବା ପାଇଁ ବା ତାଙ୍କୁ ଖସେଇବା ପାଇଁ ଜାଲରୁ ଯାଉଛନ୍ତି, ସେ କହିଲେ, କପୋତରାଜ କ'ଣ କହିଲେ, ମିତଙ୍କୁ କହିଲେ ବିନୀତ ହୋଇ, ବିନୀତ ହୋଇ ମାନେ ପୁରା ମାନେ ତାଙ୍କୁ ନେହୁରା ହେଇକିରି କହିଲେ, କ'ଣ କହିଲେ ନା ପରଜାଙ୍କୁ ଆଗ ମୁକ୍ତ କର, ମୋତେ ମୁକ୍ତ କରନି, ମୋ ପ୍ରଜାମାନଙ୍କୁ ବା ମୋ ଚେଲାମାନଙ୍କୁ, ପ୍ରଜାମାନଙ୍କୁ ତମେ ଆଗ ମୁକ୍ତ କରିଦିଅ, ତାଙ୍କୁ ମୁକୁଳେଇ ଦିଅ। ମୋ ଫାଶ କାଟିବ ଶେଷରେ ଭାଇ, ସେମାନଙ୍କୁ ଆଗ ମୁକ୍ତ କରିସାର, ତାପରେ ଯାଇ ମୋର ଫାଶକୁ କାଟିକି ମୋତେ ମୁକ୍ତ କରିବ ହେଲା। ହିରଣ୍ୟକ ହସି କହିଲେ ସଖା ଅଳପ ଶକତି କ୍ଷୀଣ ମୋ ଦେହ, ସବୁ କପୋତର କାଟିବି ଫାଶ କିପରି ପାରିବି ତୁମେ ଯେ କୁହ। ତ ସିଏ କହୁଛନ୍ତି କ'ଣ, ହିରଣ୍ୟକ ମୂଷିକରାଜ କହିଲେ ଯେ ସଖା ବା ସାଙ୍ଗ, ଅଳପ ଶକତି କ୍ଷୀଣ ମୋ ଦେହ, ମୋର ଶକ୍ତି ହେଉଛି ଅଳ୍ପ, ଅଳ୍ପ ଶକତି ମାନେ ମୋର ଶକ୍ତି ଅଳ୍ପ ଶକ୍ତି, କ୍ଷୀଣ ମୋ ଦେହ, ମୋର ହେଉଛି କ୍ଷୀଣ ମାନେ ଛୋଟିଆ ଦେହଟେ, ମୁଁ ସାଡ଼େ କ'ଣ ଛୋଟିଆଟେ ହଁ ନା ନାହିଁ, ଆଉ ଦୁର୍ବଳ ଦେହ ହେଲା, କ୍ଷୀଣ ମୋ ଦେହ, ସବୁ କପୋତର କାଟିବି ଫାଶ କିପରି ପାରିବି ତୁମେ ଯେ କୁହ। ସେ କହୁଛି ମୁଁ ପତଳା ଦୁର୍ବଳ ହେଇକିରି ମୁଁ ଏତେ ଗୁଡ଼େ କପୋତ ଚଢ଼େଇ ଅଛନ୍ତି, ସମସ୍ତଙ୍କର ଫାଶ କାଟିଲା ବେଳକୁ ମୁଁ କେମିତି କରିପାରିବି କହୁନ ହେଲା। ତୁମେ ଦଳପତି ବନ୍ଧୁ ମୋର, ପହିଲେ ତୁମକୁ ଦେବି ମୁକତି, ତାପରେ କାଟିବି ପାରିବି ଯେତେ, ଦେହେ ଥିବା ଯାଏ ମୋର ଶକତି। ତାପରେ କ'ଣ କହୁଛନ୍ତି, ତେଣୁକିରି ଯେହେତୁ ଛୋଟିଆ ମୁଁ ଏକୁଟିଆ ଅଛି, ଦୁର୍ବଳ ଅଛି, ତେଣୁ ତମର ମୁଁ ଆଗ କାଟିଦେବି, ତାପରେ ଅନ୍ୟମାନଙ୍କର ଯେତେ ପାରିବି କାଟିବି, ଯେତେ ପାରିପାରିବି, କିନ୍ତୁ ଅନ୍ୟମାନଙ୍କୁ କାଟିକି ସେତେବେଳକୁ ମୋ ଶକ୍ତି ଆଉ ନଥିବ, ତମକୁ ମୁକ୍ତ କରିପାରିବିନି, ଏହା ସେ କହୁଛନ୍ତି। ତୁମେ ଦଳପତି ବନ୍ଧୁ ମୋର, ତୁମେ ହେଉଛ ମେନ୍, ତୁମେ ହେଉଛ ତାଙ୍କ ଦଳପତି ବା ରାଜା, ତୁମେ ହେଉଛ ମୋର ବନ୍ଧୁ, ପହିଲେ ତୁମକୁ ଦେବି ମୁଁ ମୁକ୍ତି, ତେଣୁକି ତୁମକୁ ଫାଷ୍ଟ ମୁଁ ମୁକ୍ତି କରିବି, ଜାଲ କାଟିକିରି ମୁକୁଳେଇବି, ତାପରେ କାଟିବି ପାରିବି ଯେତେ, ଦେହେ ଥିବା ଯାଏ ମୋର ଶକ୍ତି, ତାପରେ ତୁମକୁ ଛଡ଼େଇ ସାରିଲା ପରେ ବାକି ଯେତେ ସମସ୍ତେ ଅଛନ୍ତି ସେମାନଙ୍କୁ ଚେଷ୍ଟା କରିବି ଯେତେ ପର୍ଯ୍ୟନ୍ତ ମୋ ଶକ୍ତି ଅଛି ତାଙ୍କୁ ମୁକ୍ତ କରିବି। ଆଶ୍ରିତ ଜନ ରକ୍ଷା ପାଇଁ ଦଳପତି ସିନା ସାଜିଛି ମୁହିଁ, ତାଙ୍କ ପାଇଁ ପଛେ ଜୀବନ ଯାଉ ସେଥିପାଇଁ ମୋର ଭାବନା ନାହିଁ। ଏହା ଶୁଣିକିରି ଯେଉଁ କପୋତରାଜ କ'ଣ କହୁଛନ୍ତି, ଆଶ୍ରିତ ଜନ ରକ୍ଷା ପାଇଁ, ଆଶ୍ରିତ ମାନେ ତାଙ୍କଠାରେ ଯିଏ ଆଶ୍ରା ନେଇଛନ୍ତି, ଯିଏ ଆଶ୍ରା ନେଇଥାନ୍ତି ତାଙ୍କୁ କୁହାଯାଏ ଆଶ୍ରିତ, ବା ରାଜା ପାଖରେ ଅନ୍ୟ ତାଙ୍କ ପ୍ରଜାମାନେ ଆଶ୍ରିତ, ତେଣୁ ମୋ ପ୍ରଜାମାନଙ୍କର ରକ୍ଷା କରିବା ପାଇଁ ଦଳପତି ସିନା ସାଜିଛି ମୁଁ ତାଙ୍କୁ ରକ୍ଷା କରିବା ପାଇଁ ସିନା ମୁଁ ହେଉଛି ମେନ୍ ଦଳପତି ବା ତାଙ୍କ ଲିଡର ହେଇଛି ହେଲା।
ତାଙ୍କ ପାଇଁ ପଛେ ଜୀବନ ଯାଉ, ତାଙ୍କ ପାଇଁ ମୋ ଜୀବନ ଯାଉ, କିନ୍ତୁ ସେମାନଙ୍କ ଜୀବନ ବଞ୍ଚୁ ହେଲା। ସେଥିପାଇଁ ମୋର ଭାବନା ନାହିଁ। ତାଙ୍କ ପାଇଁ ପଛେ ଜୀବନ ଯାଉ, ମୋ ଜୀବନ ତାଙ୍କ ପାଇଁ ଯାଉ, କିନ୍ତୁ ସେଥିପାଇଁ ମୋର ଟିକେ ହେଲେ ଭାବନା ବା ଦୁଃଖ ନାହିଁ, ଭାବନା ନାହିଁ। ମୁଁ କିଛି ଭାବୁନି ସେଥିପାଇଁ। କପୋତ ରାଜନ ବଚନ ଶୁଣି ହିରଣ୍ୟକ ହସି କହିଲେ ତେଜେ, ଆଦରସ ତୁମ ଧନ୍ୟ ସଖା ଦଳପତି ପଦ ତୁମକୁ ସାଜେ। ଏଇ କଥା ଶୁଣିକିରି ହିରଣ୍ୟକ ଯେଉଁ ଆମର ମୂଷିକ ରାଜ କ'ଣ କହିଲେ, ଯେ କପୋତ ରାଜନ ବଚନ ଶୁଣି, କପୋତ ରାଜାର ଏଇ ବଚନ ମାନେ କଥା ଶୁଣିକିରି ହିରଣ୍ୟକ ହସି କହିଲେ ତେଜେ। ହିରଣ୍ୟକ ମାନେ ମୂଷିକ ରାଜ କହିଲେ କ'ଣ, ତେଜେ, ତେଜେ ମାନେ ଜୋରରେ କହିଲେ ହେଲା। ଆଦରସ ତୁମ ଧନ୍ୟ, ତୁମର ଆଦର୍ଶ ବା ତୁମର ଯେଉଁ ଚିନ୍ତାଧାରା ହେଉଛି ଧନ୍ୟ ହେଲା। ସଖା କହିଲେ ସାଙ୍ଗ, ତୁମର ଯେଉଁ ଚିନ୍ତାଧାରା ହେଉଛି ତୁମ ଚିନ୍ତାଧାରାକୁ ମାନିବାକୁ ପଡ଼ିବ, ଧନ୍ୟ ତୁମ ଚିନ୍ତାଧାରା ହେଲା। ଦଳପତି ପଦ ତୁମକୁ ସାଜେ, ତେଣୁ ତମେ ପ୍ରକୃତରେ ତମେ ଜଣେ ହେଉଛ ଦଳପତି ବା ରାଜା ହେଲା। ତୁମକୁ ଏଇ ରାଜା ପଦଟା ପ୍ରକୃତରେ ସାଜୁଛି, ତୁମେ ପ୍ରକୃତରେ ରାଜା। କାହିଁକିନା ତୁମେ ନିଜକୁ ମୁକ୍ତ ନ କରେଇକିରି ଆଗ ପ୍ରଜାମାନଙ୍କୁ ମୁକ୍ତ ହେଇସାରୁ, ତାପରେ ମୋ କଥା ଚିନ୍ତା କରିବା ବୋଲି ଯେହେତୁ କହିଲ, ତେଣୁ ଦଳପତି ପଦ ତୁମକୁ ସାଜୁଛି। ବିଷୟଟି ସରିଗଲା। ବହୁତ ବଢ଼ିଆ ଆମର ଏଇ କବିତାଟି ଥିଲା। ଆଉ ପିଲାମାନେ ଆମର ଭଲ ଏଇ ପଦ୍ୟଟି ସରିଗଲା। ତେଣିକି ଚ୍ୟାନେଲଟିକୁ ଲାଇକ୍ ଆଉ ସବସ୍କ୍ରାଇବ୍ କରିଦେବ। ଆମର ଡିଟେଲ୍ ସବୁ ଛଡ଼ା ହେଉଛି ଏଜୁକେସନ୍ର, ସବୁକିଛି ପାଇଯିବ। ଆଉ ଆମର ଯେଉଁ ଲିଙ୍କ୍ ଅଛି ସେଥିରୁ ବି ପାଇଯିବ, ଯେଉଁ ପ୍ରିଭିୟସ୍ ଯାହା ସବୁ ପଢ଼ା ହେଇଛି ସବୁ ପାଇଯିବ ଡିସ୍କ୍ରିପ୍ସନ୍ରୁ ହେଲା।